କୁଆଡେ ଗଲା? ଶାନ୍ତେ ଏଇଟା କଣ ହଳଦିଆ କୁକୁର? ଆରେ ହଳଦିଆ କୁକୁର ପଡେ ନା ହଳଦିଆ କୁକୁର ତମ ଜୀବନରେ ଦେଖିନି। ଆପଣ ଦେଖିଛନ୍ତି କି? ନା ନା ଏମିତିଆ କୁକୁରଟେ କଣ ଘରେ ପଶିଯାଇଛି? ଆରେ ଦେଖେ ଭଲରେ ଭଲରେ ଦେଖେ ତ ପ୍ୟାଣ୍ଟ ସାର୍ଟ ପିନ୍ଧେଇକି କେହି ଛାଡ଼ି ନାହାନ୍ତି। ମୁଁ ଟିକେ ଦେଖେ ଦେଖେ। ହଁ ଦେଖେ 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 ଶାନ୍ତେ ନାହିଁ ହେ ଆଉ କିଏ ଜଣେ ଦିଦି ଆସିବ। ଦିଦି ଆଜ୍ଞା ତୋ ଘରକୁ ଦିଦି କଣ ଆସିଲା? ଇଏ ତ ସେଇ ଦିଦି ହେଇଥିବ। କୋଉ ଦିଦି? ସେଇ ଦିଦି। ଆରେ କୋଉ ଦିଦି କହୁନ ସେଇ ଦିଦି କଣ ଜାଣିପାରୁନାହାନ୍ତି ନା କଣ କହିଲେ? କେହି ଜାଣିନି। ଇଏ ତ ସେଇ ଆରେ କୋଉ ଦିଦି କହୁନ ସେଇ ଦିଦି ଅଙ୍ଗନବାଡି ଦିଦି। ଅଙ୍ଗନବାଡି ଦିଦି ତୋ ଘରକୁ ଆଜ୍ଞା କାଲି ଛତୁଆ ଦେଇଥିଲେ ତ ଆଜି ଅଣ୍ଡା ଦବାକୁ ଆଇଥିଲେ। ତୁ ତ ମୁଣ୍ଡ ମାଛ ଦିଦି ନାଇଁ ହେଇଥିବ କାଳେ। ଦିଦି କଣ ଅଣ୍ଡା ଦବାକୁ ଆଇଛ? ଆଉ ପଚାର ଦିଦି କଣ ଅଣ୍ଡା ଦବାକୁ ଆଇଛ? ଶାନ୍ତେ ଇଏ ଦିଦି ନୁହଁ ହେ। ହଁ ବାଡିଛା ଫାଡିଛା କଣ ଗୋଟେ କହିଲାନି। ପୁରା ଭୁଲ ହେଇଗଲା ବୋଧେ। ଇଏ ଆଉ ତାହେଲେ କିଏ ମୋ ଘରକୁ ଆଇଲେ? ଇଏ ଆଉ କିଏ ଆଇଲେ? କିଏ କିଏ? ଆଜ୍ଞା ମନେ ପଡିଗଲା। ଇଏ ମେଡିକାଲରୁ ନର୍ସ ଦିଦି ଆଇଥିବେ। ଆଜ୍ଞା ଟେଷ୍ଟ କରିକି ଇଞ୍ଜେକ୍ସନ ଦବାକୁ ଆଇଥିବେ ଜଣାପଡୁଛି। ଆଜ୍ଞା 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 ହଁ ହଁ ବୁଷ୍ଟର ଡୋଜ ଟା ବାକି ଥିଲା। କଣ ଦିଦି ଇଞ୍ଜେକ୍ସନ ଦବାକୁ ଆଇଛ? ଯାହା କହିଲେ ସବୁଥିରେ ଯୋଗ ନିଶା ବାଡି ଖାଇ ଇଏ ଆଉ କିଏ? ଶାନ୍ତେ ଆଉ ଏମିତି ପଚାରି ହବନି। ଡାଇରେକ୍ଟ ପଚାରିଦବା। ଡାଇରେକ୍ଟ ପଚାରିଦବା। ଦିଦି ତମର ଟିକେ ଟେକିଲ। ଯାହା କହିଲା ବେଳକୁ ସବୁଥିରେ ଗାଳି। ମୁଁ ଆଉ କଣ କରିବି ଶାନ୍ତେ?